पिता माता बापा तन्मय बापा बापा विनय बापा अरे तुम माने फेरी आसीछ ना आम राज्य उआस को विद्या शिक्षा पूर्ण करी हाँ हाँ बापा बापा आमे सर्व विद्या रे निपुण हे आपणक पाखकु फेरी आसीछु सतिकिरे मो धन माने हाँ बापा हेले आसिला बाटकू किछि बाधा विघ्न हैनी तो बाधा विघ्न हाँ बापा बापा आपन आशीर्वाद जेते बेले ए मस्तक ऊपर अछि हाँ बापा कोनोसी बाधा विघ्न हमको छै परिबनी बापा सैया तो कहूथिलु मो हाँ हाँ बापा आपण हेउछंती आम चलंता ठाकुर हमर धन डाकण कहछु विनय हाँ बड़ भाई आशीर्वाद धन रही थाउ से बापा ए मस्तक रे हे मस्तक रे स्नेह प्रेम ढाली दिया आम उपरे निश्चय धन आशीर्वाद रही थाउ हे मस्तक रे हे मस्तक रे स्नेह प्रेम ढाली दिया आम उपरे आहे पिता माता हे पूज्य देवता आहे पिता माता हे पूज्य देवता असुथिबु खेलुथिबु तुम पाखरे हो 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 आशीर्वाद रही थाउ ए मस्तक रे स्नेह प्रेम ढाली दिया आम उपरे जीवने झड़ झंझा आसीब नहीं आसिले भी पण के मानेबे कोई ए जीवने बाधा विघ्न आसीब नहीं आसिले भी पण के मानेबे कोई आसु जेते बाधा विघ्न अंधार राती फेली देबे पादे पिता पाती न छाती आहे पिता माता हे पूज्य देवता आहे पिता माता हे पूज्य देवता नाचुथिबु गाउथिबु नुआ छंदरे हो 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 आशीर्वाद रही थाउ ए मस्तक रे स्नेह प्रेम ढाली दिया आम उपरे निश्चय बापा आम आशीर्वाद स्नेह ममता चिरदिन पई अछि तम मस्तक रे धन माने पुत्र आमे जणेछु बापा हाँ तन्मय आपनक स्नेह श्रद्धा भल पाइबा सदा सर्वदा ए मस्तक ऊपर आशीर्वाद हे रहिछि आ सब दिन पई रहिथिबो निश्चय बापा हेले धन माने रे बापा तमे माने गुरुकुल आश्रम रु फेरिकी एई समय तमे आ चिंता करनी हेले तमे थकी जाइथिबो हाँ बापा तमे जाई किछि क्षण
ବିଶ୍ରାମ କର। କାଲି ପ୍ରଭାତରେ ଯିବାକୁ ହବ ତମମାନଙ୍କୁ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଳ ମଧ୍ୟ। ସ୍ୱର୍ଣ୍ଣଚମ୍ପା ପୁଷ୍ପ ନିମନ୍ତେ। ହଁ ରେ ବାପା, କାହିଁକି ନା ମହାଦେବଙ୍କ ଶିବରାତ୍ରି ଉଜାଗର, ସେଇଥିପାଇଁ ସ୍ୱର୍ଣ୍ଣ ଚମ୍ପା ଫୁଲ ନେଇକି ଆସିବାକୁ ହବ ତମମାନଙ୍କୁ। ଆସନ୍ତାକାଲି ଅଛି ଦେବଦେବ ମହାଦେବଙ୍କ ଜାଗର। ହଁ ବାପା, ଆଉ ସେଇ ଜାଗର ପୂଜା ନିମନ୍ତେ ଆମକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ନେଇକି ଆସିବା ପାଇଁ ପଡ଼ିବ, ଏଇ କଥା କହୁଛନ୍ତି ନା ଆପଣ? ହଁ ରେ ଧନ, ଠିକ ଅଛି ବାପା, ନିଶ୍ଚୟ ଆପଣଙ୍କ ଆଦେଶକୁ ଆମେ କେବେ ଅମାନନା କରିବୁନି। ହଁ ହଁ, ଏଇଆ ମୁଁ ଚାହେଁ। ତାହେଲେ ଆସନ୍ତୁ ବାପା। ହଁ ରେ ଧନ, ତାହେଲେ ତମେ କିଛି କ୍ଷଣି ବିଶ୍ରାମ କକ୍ଷକୁ ଯାଇ ବିଶ୍ରାମ କର। ତେବେ ଠିକ ଅଛି ବାପା। ଠିକ ଅଛି ବାପା। ହଁ ରେ ଧନ। ମହାରାଣୀ ସୁରେଖା, ମହାରାଣୀ ସ୍ୱରୂପା, ଏବେ ମୋ ପୁତ୍ର ମାନେ ଯିବେ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଳ ନିମନ୍ତେ। ସ୍ୱର୍ଣ୍ଣ ଚମ୍ପା ଫୁଳ ଆଣିବା ପାଇଁ ମୁଁ ଯେତେବେଳେ ଅନୁମତି ଦେଇଛି, ଏଇଟା ଗୋଟେ ସେମାନଙ୍କ ପାଇଁ ଇଏ ନୁହଁ, ଜାଣିଛ? ବୁଦ୍ଧି ବିଦ୍ୟାରେ ତ ସେମାନେ ସମତୁଳ ଦୁହେଁ। ଯିଏ ପ୍ରଥମେ ସ୍ୱର୍ଣ୍ଣ ଚମ୍ପା ଫୁଳ ନେଇକି ଆସିବ, ତା ପାଇଁ ମୁଁ ବର କନ୍ୟା ଯୋଗାଡ଼ କରିବି, ଆଉ ବିବାହର ପ୍ରସ୍ତାବ ପକେଇବି। ସ୍ୱାମୀ, ହଁ ଚମ୍ପା। ତାହେଲେ ଆମ ଦୁଇ ପିଲାର ହଉଛି ଏଇଟା ହଉଛି ପରୀକ୍ଷା। ହଁ ହେଲେ ମହାରାଣୀ ସ୍ୱରୂପା, ଚାଲ ଯିବା ଏଥର ସେଇ ବିଶ୍ରାମ କକ୍ଷ ମଧ୍ୟରେ। ସମୟ ମଧ୍ୟ ଅତିବାହିତ ଲାଗିଲାଣି। ତେବେ ଚାଲନ୍ତୁ ସ୍ୱାମୀ। ହଁ ହଁ। ମହାରାଜାଙ୍କର ଜୟ ହେଉ, ରାଣୀମାଙ୍କର ଜୟ ହେଉ। ମହାମନ୍ତ୍ରୀ ଚୂଡ଼ାମଣି, ଛୋଟ ମୁହଁରେ ବଡ଼ କଥା ମହାରାଜ। କଣ ସମ୍ବାଦ ନେଇକି ଆସିଛ କି? ଆମ ଉଦୟନଗରର ସେନାପତିଙ୍କ ଝିଅ ନାମ ତାର ତନୁପ୍ରଭା। ହଁ ହଁ, ଆମ ବିନୟ ବାବୁଙ୍କ ସହିତ କଣ ମାନେ ତମ କହିବା କଥା ଇଏ ଯେ ସ୍ୱାମୀ, ଆମ ପୁତ୍ର ସହିତ ଯଦି ସେଇ ସେନାପତିଙ୍କର ଅଳିଅଳ କନ୍ୟା ତନୁପ୍ରଭା ସହିତ ଯଦି ଆମେ ବାହା କରିଦିଅନ୍ତେ, ଇୟା ଭାବୁଛ ନା? ହଁ ମହାରାଜ। ଓ, ତମେ ଠିକ କହିଛ ମହାମନ୍ତ୍ରୀ ଚୂଡ଼ାମଣି। ସେନାପତି ପୃଥୁରାଜ ସିଂଙ୍କ ଅଳିଅଳ କନ୍ୟା ତନୁପ୍ରଭା ସହିତ ଯଦି ଆମେ ପ୍ରସ୍ତାବ ପକେଇବା, ଖୁବ ଭଲ ହବ ନା କଣ କହୁଛ ମହାରାଣୀ? ସ୍ୱାମୀ, ହେଲେ କଥାଟେ କହିଲି, ସେ ଆମ ସେନାପତିଙ୍କ ଝିଅ, ତା ନାମ ତନୁପ୍ରଭା। ହଁ ଲୋ, ତା ସହିତ ଆମ ସାନ ପୁଅର ବାହାଘର ହେଇଯାଏ, ତାହେଲେ କେତେ ଖୁସି ହବ ସ୍ୱାମୀ, କେତେ ଖୁସି ଲାଗିବ। ନିଶ୍ଚୟ ମହାରାଣୀ। ତାହେଲେ ଠିକ ଅଛି, ଯିବା ଏଥର ସେଇ ସେନାପତି ପୃଥ୍ୱୀରାଜଙ୍କ ଉଆସକୁ। ହଁ ହଁ, ତାହେଲେ ଚାଲନ୍ତୁ। ନିଶ୍ଚୟ ମହାମନ୍ତ୍ରୀ।